ତେଣୁ ରାବଣ ଠିଆରେ ମୁତିଲା, 7 ନଦୀର ପାଣିକି ପିଇଦେଲା, ଲିଙ୍ଗ ନେଇକି ଆସୁଛି। ଦେବତା ମାନେ କାନ୍ଦିଲେ, ପାର୍ବତୀ କାନ୍ଦୁଛନ୍ତି। ନାରାୟଣ ବ୍ରାହ୍ମଣ ବେଶରେ ରାବଣ ପାଖରେ ପହଞ୍ଚିଲେ, ମାୟା ଦେବୀକି ପଠେଇଦେଲେ। କୃଷ୍ଣା ବୋଲେ ଶୋଷ ହେଲା, ରାବଣ କହିଲା ପାଣି ଟିକେ ପିଇବି। ମାୟା ଦେବୀ ଗୋଟେ ମାଠିଆରେ 7ଟା ନଦୀର ପାଣିକି ପୁରେଇକି ଦେଇଦେଲେ ରାବଣ, ପିଇଦେଲେ। ଶିବ କହିଛନ୍ତି ଲିଙ୍ଗଟା ତଳେ ଥୋଇବୁନି, ତଳେ ଥୋଇଲେ ଆଉ ଉଠିବନି, ଆଉ ଉଠେଇ ପାରିବନି। ରାବଣ ବିଚାର କରୁଛି ଏତେ ଜୋରେ 1% ପଶିଲାଣି, ଓହୋ କଣ କରିବି? ସେତିକି ବେଳେ ନାରାୟଣ ମାୟା ବ୍ରାହ୍ମଣ ବେଶରେ ଆସୁଛନ୍ତି। ରାବଣ କହିଲା ଗୋସାଇଁ ଗୋଟେ କାମ କର, ଟିକେ ଲିଙ୍ଗଟାକୁ ଧର, ମୁଁ ଟିକେ ଏକ ବସିକି ଆସେ। ନା ପୁଅ ମୁଁ ବୁଢା ବ୍ରାହ୍ମଣ, ବେଶୀ ସମୟ ଧରିପାରିବିନି, ଶୀଘ୍ର ଆସିବୁ। ଶୀଘ୍ର ଆସିବୁ। ରାବଣ ବିଚାର କଲା ଗୋସାଇଁ ତ କହୁଛି ଶୀଘ୍ର ଆସିବୁ, ବସିକି ଏକ କରୁ କରୁ ସ୍ପିଡିଟା କମ ହେଇଯିବ। ନା ଠିଆରେ ମୁତିବି। ଠିଆ ହେଲା ରାବଣ, ଠିଆରେ ଏକ କରୁଛି କରୁଛି କରୁଛି, ଆଉ ସରୁନି ଆଉ କଣ। ନାରାୟଣ ମୂର୍ତ୍ତିଟାକୁ ଥୋଇଦେଲି। ସେଇ ମୂର୍ତ୍ତିଟା, ସେହି ମୂର୍ତ୍ତି ପରା ଝାଡ ଖଣ୍ଡରେ ରହିଲା। ଜୀବର ଧନ ଧନ ଜୀବନ ଜ୍ୟୋତିର୍ଲିଙ୍ଗରୁ ବୈଦ୍ୟନାଥ ହେଲା। ଜୀବର ଧନ ଧନ ଜୀବନ ରେ। ସେଇ ଲିଙ୍ଗଟି ହେଲା ଦ୍ୱାଦଶ ଯୋଉ ଜ୍ୟୋତିର୍ଲିଙ୍ଗ, ବୈଦ୍ୟନାଥ ତ୍ରେତୟା ଯୁଗ। ଆଚ୍ଛା ଦ୍ୱାପର ଯୁଗରେ କିଏ ଠିଆରେ ଏକ କଲା? କିଏ? କୋଉ ପୁରାଣରେ ଅଛି ନା ଦ୍ୱାପର ଯୁଗରେ ମାନ ଗୋବିନ୍ଦ ଯେ ଜାଣ। ହଁ ଜୀବର ଧନ ଧନ ଜୀବନ ହେ। ବଂଶରେ ଶ୍ରେଷ୍ଠ ପୁଅ ଦୁର୍ଯ୍ୟୋଧନ। ଜୀବର ଧନ ଧନ ଜୀବନ ହେ। ଇଆ ମୂର୍ତ୍ତି ଦେଲା ବଟ ଫଳଟା ଭାସିଲା। ଜୀବର ଧନ ଧନ ଜୀବନ ହେ। ଦାସୀ ଆସି ହସି ଦେଲା। ଜୀବର ଧନ। ଦ୍ୱାପର ଯୁଗରେ ଦୁର୍ଯ୍ୟୋଧନ ଠିଆ ଠିଆ 1 ପାସ୍ କରୁଛି, ବର ଫଳ ସହ ସବୁ କାଟିକି ନେଇଗଲା। ବାବାରେ କେତେ ସ୍ପିଡିକିରେ ତାର। ଗୋଟେ ଦାସୀ ଦେଲା କହିଲା ହେ ହେ ଯାହା ଫଳରେ ଶକୁନି ପାଖରେ ପହଞ୍ଚିଛି ଦାସୀ। ଶକୁନି କହିବାର ଯେ କେତେ ବଡ଼ ରାଜା, ତା ଆଗରେ ବରଫଳଟା କେତେ। ସେଇ ଦିନଠୁ ଶକୁନି ବାହାରିଲା, ଦୁର୍ଯ୍ୟୋଧନ ବଂଶ ବୁଡ଼ିବାର ବାଟ ବୁଡ଼ିବ। ଆଉ କଳି ଯୁଗରେ ତ ଆମେ ସମସ୍ତେ ତାକୁ ଅପମାନ ଦେଇକି ଲାଭ। ତେଣୁ ହେ ସଜ୍ଜନ ବର୍ଗେ, ଆପଣ ମାନଙ୍କର ଇନ୍ଦ୍ରଜିତ ତପସ୍ୟା କରୁଛି ଲୁହା ପାତ୍ରରେ। 3 ଜଣ ଯାକ ପଶିଲେ ତାକୁ ମାରିବାକୁ। କିଏ ନା ଜଣେ ପ୍ରୋଟେକ୍ଟର, ଜଣେ ଡାଇରେକ୍ଟର, ଜଣେ ହିରୋ। ପ୍ରୋଟେକ୍ଟର, ଡାଇରେକ୍ଟର, ହିରୋ। ଆରେ ଦଳ ଭିତରେ ଆମେ ପାଲା ଦଳ, ଆମ ପାଲା ଦଳ ଭିତରେ ଡାଇରେକ୍ଟର କିଏ କହିପାରିବ? ଡାଇରେକ୍ଟର ଯିଏ ମଙ୍ଗ ସଳଖିବ। ମୁଁ ସବ୍ ଆଉ କିଏ? ମୁଁ ସଳଖୁଛି। ତୋ ଉପା ମୁଣ୍ଡ ସଳଖୁ। ଭାଇ ମୁଁ ସଳଖୁନି। ଡାଇରେକ୍ଟର ହଉଛି ବାୟକ। ବାୟକ ଚୁପା ଛଡଉଛି। ସେ ବାଜାଟା ନ ବଜିଲେ ତୁ ଗୀତଟା ଗାଇବୁ। ଚଳଉଛି। ସେ ଯୋଉ ବାଟେ ନବ ତୁ ସେଇ ବାଟେ ଗାଇବାକୁ ବାଧ୍ୟ ହବୁ। ପ୍ରୋଟେକ୍ଟର କିଏ ଜାଣିଛୁ? ସେ ହଉଛି ଡାହାଣ ପାଳି। ବୋଲେ ତୁ। କାହିଁକି? ନା ଗାୟକକୁ ସୁରକ୍ଷା ଦେବା ତ କର୍ମ। ମୁଁ ପଦ ଗାଇଲେ ତୁ ପଦ ଧରିବୁ। ହିରୋ କିଏ ଜାଣି? ହିରୋ କିଏ? ହିରୋ ହିରୋ ମୁଁ ବି ହିରୋ। ହଁ ମୁଁ ପ୍ରୋଟେକ୍ଟର, ମୁଁ ହିରୋ। ଆଉ ହିରୋ ଖାଲି କଣ ଆଉ ଜଣେ ହବ? ହିରୋ ଯିଏ ଫିଟିଂ ସେ ହିରୋ ନା। ତୁ ଭାରି ହିରୋ। ଆଉ ତମ ଗାଁରେ ଗୋଟେ ମାଇଚିଆ ବୋଲି ତୋତେ ଲୋକ ଡାକୁଛନ୍ତି, କହିଲା ମୁଁ ହିରୋ। ମାଇଚିଆ ତୁ ବି ମାସେ ହିରୋ। ମାଇଚିଆ ଚାଲିରୁ ଜଣା ପଡୁନି। ଆରେ ହିରୋ ହେଲା ଗାୟକ। 3 ଜଣ ଯାକ ବାହାରିବେ। କିଏ 3? କିଏ ନା ହିରୋଟି ଯିଏ ମାରିବ, ଭିଲିଆନ, ଇନ୍ଦ୍ରଜିତ, ସିଏ ହଉଛି ଲକ୍ଷ୍ମଣ।
डायरेक्टर ये ना जे मार्गदर्शन करेबो बाट देखैबो बाट बतैबो हाँ हाँ से डायरेक्टर टा किए ये ना ता ना हला विभीषण विभीषण प्रोटेक्टर प्रोटेक्टर किए विपद पइले जे उद्धार करिवो ता नाटा होची हनुमान हनुमान जी तीन जाक गले अच्छा ये छोटिया तो वीर नुह हाँ ये जोठी तपस्या करुची केमिति जगह तपस्या करुची केमितिया घर द्वार करिची केमितिया जेमिति ये गाँ रे पाला हबो खंडोल गाँ रे ये खंडोल गाँ रे पाला हबो आपण माने गोटे पेंडाल तयारी करछन ता मूल रे गायक गाई हाँ से ये बाबाजी जो तपस्याटा करिवो बा ये इंद्रजित जो तपस्याटा करिवो से निश्चित भाव रे गोटे चालिया बोले आश्रम तयारी करथबो हाँ हाँ नले केमति हो से केमितिया चालिया तयारी कला केमितिया कवि मंजुल कृष्ण प्रसाद बसु बसु खाली कहले आवरी गाइबे हाँ ये पदटा गाई तो भारी कष्ट लागिलानी हाँ 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 तथापि श्रोता माने बसन तमे माने एते समय द्वितीय धागरे गाई बस तमे सिना उठिकी पळेले आमे माने गने खाइके आराम से सुनछु चालाक गायक पळेला मात्र टटोकी पाला भांगी देबे तमे सिना पळेले आमे तमे किछ बसे पळांतु हाँ तमे जदि राति 4टा जाके बसिबो ये केन्दुझर मयूरभंज रे पाला ना से समय आउ हमर नाई केन्दुझर मयूरभंज रे पाला हो राति 9 ରୁ 10ଟା ଭିତରେ ବାଇକ୍ ଉଠିବ ଖାଡ଼ 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 ଘଣ୍ଟେ କରିବ ତାପରେ ପାଳିଆ ରାତି 11:30 ରେ ଗାୟକ ପହଞ୍ଚିବ 11:30 ରୁ 12:30 1:30 2ଟାରେ ଓହ୍ଲେଇବ ଦ୍ୱିତୀୟ ଧାକ 2ଟାରୁ ଯିବ 4ଟାରେ ଓହ୍ଲେଇବ ତମେ ଯେ 7ଟାରୁ ପାଲା କରିକି ଯଦି ରାତି 4ଟା କରିବ ତାହେଲେ ଆଉ ଗାୟକ ପହଞ୍ଚିବ ତାହେଲେ ପଇସା ବଢା ପଇସା ନ ବଢେଇଲେ ହବ हबनी हबनी हाँ पैसा एक्स्ट्रा दबा सार हाँ मत देवेनि हाँ हाँ आगन तत्ते दियो हाँ मु कहीं मु तो छिड़े देती 1400 मोर कौन मिल सेटा नृसिंह होता जानी ओडिशा भितरे सब अनुष्ठान बुली रह ये इंद्रजित केमितिया करथिला आश्रम केमितिया कवि मंजुल बसु गोटे पद गाई देकी पळेबा कला गिरी दरी बिदरी
ଦେବତା ମାନଙ୍କର ଭୋଗ ଇଏ କଣ କରିଛି